ଜଗନ୍ନାଥ ନମସ୍କାର। ଶୁଭୋଦୟ ଯୋଜନା ଏସ୍ଓପି ଆସିଯାଇଛି। ଯେଉଁମାନେ ବି ଶୁଭୋଦୟ ଯୋଜନା ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେମାନଙ୍କ ଡକୁମେଣ୍ଟ କ'ଣ ରହିଛି ଏବଂ କ୍ରାଇଟେରିଆ କ'ଣ ଅଛି, କେଉଁମାନେ ପକାଇ ପାରିବେ, ଆପଣଙ୍କ ପରିବାରରେ କେତେ ଜଣ ପାଇବେ, ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ କେତେ ଟଙ୍କାର ବେନିଫିଟ୍ସ ଆପଣ ପାଇବେ ଏବଂ ଆପଣଙ୍କ ପରିବାରରେ କିଏ କିଏ ପକାଇ ପାରିବେ। ଧନ୍ୟ ଆପଣଙ୍କର ରାସନ କାର୍ଡ଼ରେ 4 ଜଣ ମହିଳା ଅଛନ୍ତି, ଶାଶୁ ବୋହୂ ଅଛନ୍ତି, ତ ତାଙ୍କ ମଧ୍ୟରୁ କେଉଁମାନେ ପକାଇ ପାରିବେ, କେଉଁମାନେ ପକାଇଲେ ସେମାନଙ୍କର ପଇସାଟା କେତେ ଆସିବ, ସମ୍ପୂର୍ଣ୍ଣ ଭିଡ଼ିଓ ମାଧ୍ୟମରେ କହିଛି। ଟୋଟାଲି ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଭିଡ଼ିଓକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରୁନାହାନ୍ତି, ଭାଇମାନଙ୍କୁ ଅନୁରୋଧ, ଆପଣମାନେ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ କରି ଯାଆନ୍ତୁ। ସବସ୍କ୍ରାଇବ୍ କଲେ ଭିଡ଼ିଓ ବନେଇବାକୁ ମାନେ ମୁଡ଼ ହୁଏ, ଗୋଟେ ଇଚ୍ଛା ହୁଏ ଯେ ଗୋଟେ ଭିଡ଼ିଓ କରିବା, ଭାଇମାନଙ୍କ ପାଇଁ ପହଞ୍ଚାଇବା। ଦେଖନ୍ତୁ, ପ୍ରଥମ କଥା ହେଲା ଆପଣଙ୍କୁ ପ୍ରତ୍ୟେକ ବର୍ଷ 2ଟି କିସ୍ତି ମାଧ୍ୟମରେ ଆପଣଙ୍କୁ 5,000 ଏବଂ 10,000 ଟଙ୍କାର ମିଳିବ ଆପଣଙ୍କ ଭାଉଚର। ଆପଣଙ୍କର ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏବଂ ମହିଳା ଦିବସରେ ମିଳିବ। ରାକ୍ଷୀ ପୂର୍ଣ୍ଣିମାରେ ପ୍ରଥମ 5,000 ଟଙ୍କା ପାଇବେ ଏବଂ ଯେଉଁ ମହିଳା ଦିବସ ଆମର ଅଛି, ଯେଉଁ ମହିଳା ଦିବସ ଅଛି, ସେ ମହିଳା ଦିବସ ମଧ୍ୟ ଆପଣ 5,000 ପାଇବେ। ବାର୍ଷିକ 10,000 ଟଙ୍କା ଆପଣ ପାଇଲେ କ'ଣ କରିବେ, ନେକ୍ସଟ ବର୍ଷ ପୁଣି ସେମ୍ ପ୍ରୋସିଜର ରହିବ। ସେଇ ମାସିକ ଆପଣଙ୍କର ଯେଉଁ ବାର୍ଷିକ 5,000 ରହିବ ମାନେ ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଆପଣଙ୍କର ଯେଉଁ ରହିଛି ଆମ ମହିଳା ଦିବସରେ ମଧ୍ୟ ଆପଣ 5,000 ପାଇପାରିବେ। ଟୋଟାଲ୍ 10,000 କମ୍ପ୍ଲିଟ୍, ଏମିତି 5 ବର୍ଷ ପାଇଁ ଆପଣ ପାଇପାରିବେ। ଦେଖନ୍ତୁ, ମେନ୍ କଥା ହେଲା ପରିବାରରେ କେତେ ଜଣ ପାଇବେ। ପରିବାରରେ ସମସ୍ତେ ପକାଇଲେ ସମସ୍ତେ ପାଇପାରିବେ, କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ, ସମସ୍ତେ ପାଇପାରିବେ। ଆପଣଙ୍କର ସେ ଶାଶୁ ହୋଇଥାନ୍ତୁ, ବୋହୂ ହୋଇଥାନ୍ତୁ, ଭଉଣୀ ହୋଇଥାନ୍ତୁ, ବିବାହିତ ମହିଳା ହୁଅନ୍ତୁ, ଆପଣ ପାଇପାରିବେ, କୌଣସି ପ୍ରକାର ଦ୍ୱନ୍ଦ୍ୱ ଏଥିରେ ନାହିଁ। କିଛି କ୍ରାଇଟେରିଆ ଅଛି। କ୍ରାଇଟେରିଆ ଗୁଡ଼ିକ ହେଉଛି ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନଙ୍କର ଏଥିରେ କୌଣସି ପ୍ରକାର ପାଇପାରିବେ ନାହିଁ, କୌଣସି ପ୍ରକାର ତାଙ୍କର ଏଥିରେ ନେଣଦେଣ ନାହିଁ, ସେମାନଙ୍କୁ ଟୋଟାଲି ମନା କରାଦିଆଯାଇଛି ଯେ ଏମାନଙ୍କୁ ମିଳିବ ନାହିଁ। ଯେଉଁମାନେ ସରକାରୀ ଯୋଜନାରେ ଚାକିରି କରିଛନ୍ତି, ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ଯେଉଁ ITR ଫାଇଲ୍ ଆମର କହୁଛେ, ଯେଉଁ ITR ଫାଇଲ୍ ଦେଉଛନ୍ତି, ତ ତାହା ମଧ୍ୟ ଆପଣଙ୍କର ଏଠି ୟୁଜ୍ ହେଲେ ହେବ ନାହିଁ। ଯଦି ଆପଣ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ଏଇଟା ହେବ ନାହିଁ। ଦ୍ୱିତୀୟ କଥା ହେଲା, ଆପଣ ଯଦି କୌଣସି ଗଭର୍ଣ୍ଣମେଣ୍ଟ ସଂସ୍ଥାରୁ ବାର୍ଷିକ 18,000 ଟଙ୍କାରୁ ଉର୍ଦ୍ଧ୍ୱ ପାଉଛନ୍ତି, ତ ସେଥିରେ ମଧ୍ୟ ଆପଣ ଯଦି ପାଉଥିବେ, ଏ ସୁଭୋଦୟ ଯୋଜନା ଲାଭ ଆପଣ ନେଇପାରିବେ ନାହିଁ। ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି ନିଆଯାଇଛି। ଗରିବ ଶ୍ରେଣୀ ଲୋକମାନେ ଯେଉଁମାନେ ସ୍ୱାବଲମ୍ବୀ ହୋଇପାରୁନାହାନ୍ତି, କିଛି ଅର୍ଥ ବିନିଯୋଗ ତାଙ୍କ ଉପରେ କରାଯାଉଛି, ସେମାନେ ନିଜେ ସେ ଅର୍ଥ ନେଇକି କିଛି ଗୋଟେ ବିଜନେସ୍ ଷ୍ଟାର୍ଟଅପ୍ ଆରମ୍ଭ କରିକି ନିଜର ବ୍ୟକ୍ତିଗତ ଯେଉଁଟା କୁହନ୍ତି ଆମର ବ୍ୟବସାୟ ବଢ଼େଇ ନିଜର ପେଟ ପୋଷି ପାରିବେ।